ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ। ଉତ୍କଳ ଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ପୂର୍ବ କ୍ଲାସରେ ଆମେ ପଢିଥିଲେ ମିକ୍ସ କ୍ୱେଶ୍ଚନ୍। এই ମିକ୍ସ କ୍ୱେଶ୍ଚନ୍ର ଆମେ 3-4ଟା ଭିଡ଼ିଓ ଦେଲେଣି। ଏଇଟା ଆମର ଆଜି ଲାଷ୍ଟ ଭିଡ଼ିଓ ଏବଂ ଆମର ଯେଉଁ ନମ୍ବର ସିଷ୍ଟମ ଯେଉଁ ଚାଲିଥିଲା ସିରିଜ ତାର ମଧ୍ୟ ଏଟା ଲାଷ୍ଟ ଭିଡ଼ିଓ। ୟା ପରେ ଆମେ ନେକ୍ସଟ ପଢିବା HCF, LCM, ପ୍ରଫିଟ ଲସ୍, ଏଭରେଜ। ତେଣୁକି ଆଜିକା ପାଇଁ ଲାଷ୍ଟ ଭିଡ଼ିଓ ଦେଖିବା 11 ନମ୍ବର। କଣ କହିଛି? when the value of 27 ର ପାୱାର 27 ପ୍ଲସ୍ 27 is divided by 28, what will be the remainder? ତାମାନେ ଏଇ ସଂଖ୍ୟାଟାକୁ 28 ଦ୍ୱାରା ହରଣ କଲେ ରିମାଇଣ୍ଡର କଣ ହବ ବୋଲି ପଚାରିଛି। ତାହେଲେ କଣ କରିବା? 27 ର ପାୱାର 27 ପ୍ଲସ୍ 27 ଡିଭାଇଡ୍ ବାଇ 28। ଆମେ ଜାଣିଛେ ଏଇ ସଂଖ୍ୟାଟା ମାନେ ଲବଟା ହର ପାଖରୁ କେତେ କମ୍? 1 କମ୍। ତାହେଲେ ଆମେ ଜାଣିଛେ ୟାର ଭ୍ୟାଲୁ କେତେ ହବ? 1 ହବ। ବୁଝିଲେ କି? ଆମେ ରିମାଇଣ୍ଡର ଥିଓରେମର ଏଟା ଆମର ବାୟୋନୋମିଆଲ ଥିଓରୀରେ ଆମେ ପଢୁଥିଲେ। ତାହେଲେ ଆଉ ଏ 27 ମଧ୍ୟ ଆମର ହର ପାଖରୁ 1 କମ୍, ତାହେଲେ ୟାର ଭ୍ୟାଲୁ 1। କିନ୍ତୁ 1 ର ପାୱାର 27 ଦେଇଛି ଆଉ ଇଏ 1 ର ପାୱାର 27, ତାହେଲେ ଏଟା ଅର୍ଡର ନମ୍ବର ଅଛି। ୟାର ପାୱାର ମଧ୍ୟ 1 ର ପାୱାର 27 ଆଉ ଇଏ ମଧ୍ୟ ଅର୍ଡର ନମ୍ବର। ତେଣୁ ଇଏ -1 ଇଏ -1, ତାହେଲେ ଇଏ -1 ବାହାରିଲା ପ୍ଲସ୍ ଇଏ -1, ତାହେଲେ -2 -1 ପ୍ଲସ୍ -1, ତାହେଲେ -2। ହେଲେ କଣ ନେଗେଟିଭ ରିମାଇଣ୍ଡର ପାଇଲେ, ତାହେଲେ ଆମର ଆକ୍ଚୁଆଲ ରିମାଇଣ୍ଡର କଣ ହବ? 28 - 2, ତାହେଲେ 26। ବୁଝିପାରିଲେ? ତାହେଲେ ଇଏ ହେଲା ଅପସନ ନମ୍ବର ଡି ହେଉଛି କରେକ୍ଟ ଆନ୍ସର। ବୁଝିପାରିଲେ? ତାହେଲେ ଆକ୍ଚୁଆଲି ଜିନିଷ ହଉଛି ଯେ ଯଦି ଆମର ଏଇ ସଂଖ୍ୟାଟାକୁ ଏହା ଦ୍ୱାରା ହରଣ କରାହଉଛି ତାହେଲେ ରିମାଇଣ୍ଡର କେତେ ଆସିଲା ଆମର? 24। କିପରି ପାଇଲେ? ଆମର ଏଇଟା ହଉଛି ଆମର ବାଇନୋମିଆଲ ଥିଓରୀ। ଯଦି 1 କମ୍ ହୁଏ ଆମର ଲବଟା ତାହେଲେ -1 ହୁଏ, 1 ହୁଏ ଏବଂ ତାର ପାୱାର କେତେ ଅଛି? ଅର୍ଡର ନମ୍ବର ଅଛି। ତେଣୁ ଏହାର ଭ୍ୟାଲୁ ଡାଇରେକ୍ଟଲି ଆମେ -1 ଲେଖିପାରିବା। ପ୍ଲସ୍ ଇଏ କେତେ ଆସୁଛି? ଆମେ ଯଦି ଏଟାକୁ ଲେଖିବା ଆଉ ଗୋଟେ ପ୍ରୋସେସରେ, ତାହେଲେ ଦେଖନ୍ତୁ ଏଇ ଯୋଉ 27 କୁ ଆମେ କିପରି ଲେଖିବା? 28 - 1, ବୁଝିପାରିଲେ? ପ୍ଲସ୍ ଏଇ 27 କୁ ଆମେ 28 - 1 ଲେଖିପାରିବା। ତାହେଲେ ଡିଭାଇଡରେ ଏହାର ପାୱାର କେତେ? 27, ଇଏ ହଉଛି 28। ତାହେଲେ 28, ତାହେଲେ ଏଇ ୟାର ଫର୍ମୁଲା ଆମେ ଜାଣିଥିଲେ -1 ର ପାୱାର 27, ତାମାନେ -1 ପ୍ଲସ୍ 28 ରେ ପୁଣି ଏଠି 28 - 1, ଇଏ ବି -1 ର ପାୱାର କିଛି ବି ହଉ, ଆମର ଏଠି ଯେହେତୁ କିଛି ଦେଇନି 1 ହବ ପାୱାର, ତାହେଲେ ଇଏ ବି ଅର୍ଡର ନମ୍ବର, ଇଏ ବି ପାୱାର ଅର୍ଡର ନମ୍ବର। ତେଣୁ ଇଏ -1, ଏହାର ଭ୍ୟାଲୁ -1, ଏହାର ଭ୍ୟାଲୁ ବି -1, କେତେ ହେବ? -1 ମାଇନସ୍ ପ୍ଲସ୍ ମାଇନସ୍ ମାଇନସ୍ ହେଇଯିବ, ତାହେଲେ -1, ତାହେଲେ -2। ଏଇଟା କଣ ପାଇଲେ?
नेगेटिव रिमाइंडर ताले एक्चुअल रिमाइंडर कौन केमती पाइबा ए जे 28 28 रो माइनस करबा 2 ये होचे एक्चुअल रिमाइंडर बुझ पालो बस आपको देखिबा आसतो 12 नंबर 12 नंबर कौन कहैछि व्हाट विल बी द रिमाइंडर व्हेन 7 रो पावर 42 इज डिवाइडेड बाय 48 यदि एटा 7 रो पावर 42 है ताले 48 द्वारा हम यदि हरण करबा ताले रिमाइंडर केते पचारछि ताले याकू केमती करबा 7 रो पावर 42 ताले 7 रो पावर 2 तार पावर 21 विभक्त 39 मु लिखि देबी ताले एटा 50 रो पावर 21 विभक्त 48 ताले एटा केमती केते हेबो 40 प्लस 1 रो पावर 21 डिवाइड रे 48 ताले एटा या द्वारा डिविजिबल हेउची या सहित केवल रहिला केते 1 रो पावर 21 1 रो पावर 21 ताले ये रिमाइंडर केते होची 1 प्लस अछि ना प्लस 1 रो पावर 21 ताले 1 हबो ताले ऑप्शन नंबर सी होची करेक्ट आंसर बुझिपालो तापर आसंतो देखिबा क्वेश्चन नंबर 13 तर कोन कहैछि लेट x इक्वल टू 433 रो पावर 24 माइनस 377 रो पावर 38 प्लस 66 रो पावर 54 मतलब व्हाट इज द यूनिट डिजिट ऑफ x यूनिट डिजिट पचारछि ताले आमे जानिछे यूनिट डिजिट माने पचारिछि माने हम एई 433 यार मध्ये यूनिट डिजिट को नबा 377 तार यूनिट डिजिट को नबा এবং 166 यार मध्ये यूनिट डिजिट को नबा ताले केते नबा 3 रो पावर 24 माइनस 7 रो पावर 38 प्लस 6 रो पावर 54 ताले एटा कोन करबा ये 4 द्वारा हरण हो ये 4 द्वारा हरण हो ये 4 द्वारा हरण ताले ये 4 द्वारा संपूर्ण डिविजिबल तार 3 रो पावर केते हो 4 माइनस ये 4 अष्टा 32 4 9 36 38 ताले 7 रो पावर 2 प्लस 6 रो पावर केते हो 352 352 होची 2 रे माइनस होची ताले 2 ताले केते हो 3 रो पावर 41 3 3 9 3 27 3 81 81 हेले हम 81 मन करा जाओ तार 750 प्लस 636 तार 6 1 के 7 6 1 के 7 8 3 11 माइनस 49 ताले 17 रो 9 गला केते हबो 8 नै कि ताले डिजिट केते आसीबो 8 आसीबो बुझिपाले तेना आसन देखिबा नेक्स्ट 14 नंबर 14 नंबर कोन कहैछि 5 रो पावर 71 प्लस 7 प्लस 5 रो पावर 72 प्लस 5 रो पावर 73 प्लस 5 रो पावर 74 प्लस 5 रो पावर 75 is divisible by which of the following number ताले कोन कहैछि एई भले क्वेश्चन को हम किपरि सॉल्व करथले ना 5 रो पावर 71 हमें कॉमन नै नले ताले एटी केते रहला 5 रो पावर 1 प्लस 5 रो पावर 2 प्लस 5 रो पावर 3 प्लस 5 रो पावर 4 बुझिपाले एतिक रहला तो 1 2 3 4 5 रो पावर 1 2 3 4 बस ठीक अछि ताले एटा 5 रो पावर 71 इनटू 5 प्लस 25 प्लस 75 प्लस 5 बजा 25 50 125 625 ताले 5 रो पावर 71 इनटू ये केतला 600 25 125 सॉरी 125
ଛଅଶହ ଏକ ଶହେ ଏଗାର 700 25 25 75 75 5 80। ଆଚ୍ଛା, ଏଠି +1 ଏକ ରହିବ ଏଠି ପ୍ରଥମରେ। ମାନେ ଏଇ ଯୋଉ 5 ର ପାୱାର 71 ଏହା ଜାଗାରେ ଏକ ରହିବ ନା। ସରି ସରି, ତେଣୁ ଏଠି ଏକ ଅଛି, ସେଟା ମିଷ୍ଟେକ୍ ହେଇଛି। ତାହେଲେ 75 5 80 81, ତାହେଲେ କେତେ ପାଇଲେ 781। ତାହେଲେ 781 ଏଇଟା କୋଉ ସଂଖ୍ୟା ଦ୍ୱାରା ଡିଭିଜିବୁଲ ହେଇପାରିବ? ଦେଖିବ ଅପସନ ଦେଇଛି 71 ଦେଇଛି, ଚେକ୍ କରିବା। 781 କୁ 71 ରନ୍ କରିବା। 71 71 1 71, ତାହେଲେ ଏଇ 71 ଟା ହିଁ ଡିଭାଇଡ ହେଇପାରୁଛି। ତାହେଲେ ଆମର ଅପସନ ନମ୍ବର ଏ ହିଁ ଠିକ। ବୁଝିପାରିଲେ? ତାହେଲେ ଦେଖନ୍ତୁ 15 ନମ୍ବର। 15 ନମ୍ବର କଣ କହିଛି? ହୁଇଚ୍ ଅଫ ଦ ଫଲୋଇଂ ଇଜ ଦ ଲାର୍ଜେଷ୍ଟ? 125 ର ପାୱାର 16, 11 ର ପାୱାର 13, 5 ର ପାୱାର 14 ଆଉ 12 ର ପାୱାର 16। ତାହେଲେ କହିଛି ହୁଇଚ୍ ଅଫ ଦ ଫଲୋଇଂ ଇଜ ଦ ଲାର୍ଜେଷ୍ଟ? ଏଇ ସଂଖ୍ୟା ଭିତରୁ ସବୁଠାରୁ ବଡ ସଂଖ୍ୟା କୋଉଟା? এটা ଫ୍ରାକ୍ସନ ର ଆସିଛି କ୍ୱେଶ୍ଚନ ଟା। ତାହେଲେ କେତେ ଦେଇଛି? 125 ର ପାୱାର 1 ବିଭକ୍ତ 6, 11 ପାୱାର 1 ବିଭକ୍ତ 3, 5 ର ପାୱାର 1 ବିଭକ୍ତ 4, 12 ର ପାୱାର 1 ବିଭକ୍ତ 6। ତାହେଲେ ଏଇଭଳିଆ କ୍ୱେଶ୍ଚନ କୁ ଆମେ କଣ କରିବା ନା ଏଇ ପାୱାର ମାନଙ୍କର ଏଲସିଏମ ନବା। ଏଲସିଏମ ମାନେ ପାୱାର ମାନଙ୍କର ହରର ଏଲସିଏମ। ତାହେଲେ ଏଠି କିଏ ହେଲା? 6 3 4 6, ଏମାନଙ୍କର ଏଲସିଏମ ନବା। ଏମାନଙ୍କର ଏଲସିଏମ କେତେ ହବ? 12 ହବ। ତେଣୁକି 1 ବିଭକ୍ତ 6 ରେ 12 ଗୁଣ କରିବା, 6 ଦୁଣେ 12, ତାହେଲେ 125 ର ପାୱାର କେତେ ହେଲା? 2। ତାପରେ ଇଏ ହେଲା 1 ବିଭକ୍ତ 3, 1 ବିଭକ୍ତ 3 ଇଣ୍ଟୁ 12, 3 12, ତାହେଲେ 11 ର ପାୱାର କେତେ ହେଲା? 4, ପୁଣି 1 ବିଭକ୍ତ 4, 1 ବିଭକ୍ତ 4 ରେ 12 ଗୁଣ କଲେ 4 3 12, ତାହେଲେ 5 ର ପାୱାର 3 ହେଲା। ତାପରେ ଅଛି ଆମର 1 ବିଭକ୍ତ 6, 1 ବିଭକ୍ତ 6 ପୁଣି 12, 6 ଦୁଣେ 12, ତାହେଲେ 12 ପାୱାର 6, ସରି 12 ପାୱାର 2। ତାହେଲେ ଦେଖନ୍ତୁ ଏଠି 125 ର ପାୱାର 2 ମାନେ 625 ଆସିଲା। 11 ର ପାୱାର 4, 11 11 121, 121 ର ବର୍ଗ, ଏ 5 25 50 125, ଏ 12 ର ବର୍ଗ 124। ତାହେଲେ ବଡ କୋଉଟା? 625। ତାହେଲେ ଅପସନ ନମ୍ବର ଏ ହଉଛି କରେକ୍ଟ ଆନ୍ସର। ବୁଝିପାରିଲ? ତାପରେ ଆସନ୍ତୁ ଦେଖିବା 16 ନମ୍ବର। What is the sum of ordered divisors of 216? ତାମାନେ 216 ର ଆମର ଯେତେ ଥିବେ ଅର୍ଡର ଡିଭାଇଜର, ତାମାନେ କଣ? ଅଯୁଗ୍ମ ଗୁଣନୀୟକ। ତାହେଲେ 216 ର ଆମେ ପ୍ରାଇମ ଫ୍ୟାକ୍ଟର କାଢିଦବା। 2 କେ 2 2 ଟା 16, 2 ଶୂନ ଶୂନ 2 କେ 2 ହର 90 ପଡିଲା ଶୂନ, 2 ଟା 16। ତାହେଲେ 2 5 10, 2 4 8, 2 ରେ ଆସିବ 27, ତାପରେ 3 ପଡିବ 3 27, 3 3 9, 3 କେ 3। ତାହେଲେ କେତେ ଆସିଲା ଏହାର ପ୍ରାଇମ ଫ୍ୟାକ୍ଟର? 2 ର ପାୱାର 3 ଗୁଣନ 3 ର ପାୱାର 3। ତାହେଲେ ତାର ପ୍ରାଇମ ଫ୍ୟାକ୍ଟର କେମିତି ବାହାର କରୁଥିଲେ? ସାମ ଅଫ, ସାମ ଅଫ ଅର୍ଡର ଡିଭିଜର କହିଛି ମାନେ ଇଏ ପ୍ରାଇମ ଡିଭିଜନ ତାକୁ କାଟିଦବା, ଇଏ ଆଉ ଦରକାର ନାହିଁ। ତାହେଲେ ଇଏ 3 ର ପାୱାର 3, ତାହେଲେ 3 ର ପାୱାର 0, 3 ର ପାୱାର 1, 3 ର ପାୱାର 2, 3 ର ପାୱାର 3। ତାହେଲେ ଇଏ ହେଲା 1 ଯୁକ୍ତ 3 ଯୁକ୍ତ 9 ଯୁକ୍ତ 3 3 27।
ତାହେଲେ କେତେ ହେଲା 27 28 30 30 ଇଏ 10 40 ତାହେଲେ ଅପସନ ନମ୍ବର ସି ହେଉଛି କରେକ୍ଟ ଆନ୍ସର ବୁଝିପାରିଲେ ତାହେଲେ ଆସନ୍ତୁ ଦେଖିବା 17 ନମ୍ବର 17 ନମ୍ବର କଣ କହିଛି ହ୍ୱାଟ ଇଜ ଦ ଭ୍ୟାଲୁ ଅଫ 2.13 ର ବାର ପ୍ଲସ 3.12 ର ବାର ତାହେଲେ ସେ ଲବହରରେ ଦେଇଛି ତାହେଲେ କଣ କରିବା 2.13 ର ବାର ତା ମାନେ କଣ याव केमती लिखा 213 विभक्त 19 किंतु एटी माइनस हम कौन 2 ताले 221 213 देछि 213 रो 11 हम ताले 19 आ हमर ये केते हो 3.12 रो पार 312 विभक्त 19 माइनस रे 3 हम ताले 309 10 11 12 19 ताले एतिके प्लस एतिके 211 विभक्त 19 प्लस 309 विभक्त 19 जोग देछि ना हरण देछि सॉरी सॉरी এটা হরণ ଅଛି মিস্টেক রে সেটি টাইপিং মিস্টেক ହେଇଛି তাহলে কোন হবো এটা ছাড়ନ୍ତୁ তাহলে 211 বিভক্ত 19 হରଣ ରେ ଦେଇଛି କେତେ 309 ବିଭକ୍ତ 19 ତାହେଲେ 211 ବିଭକ୍ତ 19 ହରଣଟାକୁ ଯଦି ଗୁଣନ କରିଦବା 19 ଟା ଉପରକୁ ଚାଲିଯିବ 309 ତଳକୁ ଆସିଯିବ ତାହେଲେ 19 ଗଲା 211 ବିଭକ୍ତ 309 ଏଇଟା ହବ ଆନ୍ସର 211 ବିଭକ୍ତ 309 ଅପସନ ନମ୍ବର ସି ବୁଝିପାରିଲେ ତେଣୁ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 18 क्वेश्चन नंबर 18 कौन कही 7 is added to a certain number and the sum is multiplied by 5 ताले गोटे संख्या रे 7 ऐड हो x plus 7 7 is added to a certain number and the sum is multiplied by 5 multiplied by 5 then the product is divided by 3 and 4 is subtracted from the quotient जहाँ बाहरिबो माइनस हम 4 if the result is 16 ताले एटा समाधान करबा देन व्हाट इज द टोटल नंबर ताले एटी केते आसला ता पूराटर गुण नबो 5x plus 7 7 पंचा 35 5x plus 35 डिवाइड रे 3 minus 4 equal to 16 ताले एटा केते हो पुनी 3 लसा को जीवो 5x plus 35 minus 12 equal to 16 ताले 5x plus 35 minus 12 equal to 16 into 3 16 3 48 ये हला 5x 5 रु 2 गले 3 और 3 रु 1 गले 2 23 5x equal to 48 minus 23 ताले ये 5 8 रु 3 गले 5 2 रु 2 गले 4 रु 2 गले 2 ताले x equal to केते पाइले 5 यदि x equal to 5 पाइले से कोन पचारिछि आ एटा ही पचारि देन व्हाट इज द टोटल नंबर ताले ऑप्शन नंबर डी बुझि पाले ताले आसंतु क्वेश्चन नंबर 19 in a class of students the first student has 2 candies the second student 4 candies the third student has 6 candies
and so on. If the number of students in the class is 25, then the total number of toffee can be divided by କେତେ? ତାହେଲେ ସେ କହିଛି ପ୍ରଥମେ ଜଣେ 2ଟା ପାଇଲା, ଏକ ନମ୍ବର ପ୍ରଥମ ପିଲା 2ଟା ପାଇଲା, ସେକେଣ୍ଡ ପିଲା 4ଟା, ଥାର୍ଡ ପିଲା 6ଟା, এইଭଳିଆ ବଢି ବଢି ଯାଇଛି। ତାପରେ ଫୋର୍ଥ ପିଲା 8ଟା, ସେଇଭଳିଆ 25 ନମ୍ବର ଯିଏ ପିଲା କେତେ ପାଇବ? ଟୋଟାଲ 25ଟା ପିଲା ଅଛନ୍ତି, ତାହେଲେ 50ଟା ପାଇବ। ତା ମାନେ ଇନଡାଇରେକ୍ଟଲି ସେ କଣ କହିଛି? ଏଇ ସଂଖ୍ୟା ମାନଙ୍କର ଟୋଟାଲ ପଚାରିଛି। ତାହେଲେ ଏଠି ଏ କେତେ ପାଇଲେ? 2, ଏଲ କେତେ ପାଇଲେ? 50, ତାହେଲେ କମନ ଡିଫରେନ୍ସ ଡି କେତେ ପାଇଲେ? 2। ତାହେଲେ ଆମେ ଡାଇରେକ୍ଟଲି ବାହାର କରିପାରିବା ଯେ ଏମାନଙ୍କର ସାମ n/2 ଇଣ୍ଟୁ a ପ୍ଲସ୍ l। n କେତେ? 25, 25ଟା ପିଲା ନା, ତାହେଲେ n/2 ଇଣ୍ଟୁ a କେତେ? 2, l କେତେ? 50, ତାହେଲେ 25 ବିଭକ୍ତ 2 ଇଣ୍ଟୁ 52 କେତେ? 26, 26 ଗୁଣ 25, ତାହେଲେ 26 ଗୁଣ 25, 26 ଗୁଣ 25। এই যে দুইটা সংখ্যা କହିଛି କୋଉ ସଂଖ୍ୟା ଦ୍ୱାରା ଭାଗ ହେଇପାରିବେ? 5 ଦ୍ୱାରା ଏବଂ 13 ଦ୍ୱାରା। এই 25ଟା 5 ଦ୍ୱାରା ବିଭକ୍ତ ହେଇପାରିବ ଏବଂ 13 ଦ୍ୱାରା 24ଟା। ତାହେଲେ ଅପସନ ନମ୍ବର କେତେ? ସି 5 ଆଉ 13। ତାମାନେ କହି ଦେନ୍ ଟୋଟାଲ ନମ୍ବର ଅଫ ଟଫି କ୍ୟାନ୍ ବି ଡିଭାଇଡେଡ। ଟୋଟାଲ ନମ୍ବର ଟଫି କେତେ ଲେଖା ଡିଭାଇଡ ହେଇପାରିବ? ମାନେ 13ଟା ଲେଖା ବି ଦେଇପାରିବେ କିମ୍ବା 5ଟା ଲେଖା ବି ଦେଇପାରିବେ। ବୁଝିପାରିଲେ? ବହୁତ ବହୁତ ଧନ୍ୟବାଦ ପିଲାମାନେ, ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ଆମ ଭିଡିଓକୁ ଦେଖିଥିବାରୁ। ଆମ ଭିଡିଓ କିପରି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ। ଆଉ ନେକ୍ସଟ ଭିଡିଓ ଆମେ ନେଇକି ଆସିବା HCF LCM ନମ୍ବର ସିଷ୍ଟମ କୁ ହେଇକି ବିରାମ ଦବା। ଜୟ ଜଗନ୍ନାଥ।